ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 11। କାଲିର ଚିନ୍ତା ଘାତକ ଅଟେ। ଥରେ ଜଣେ ବିଦ୍ୱାନ ବେମାର ହେଲେ। କାରଣ କେବଳ ଚିନ୍ତା ତାଙ୍କୁ ଶଯ୍ୟାଶାୟୀ କରିଦେଲା। ଅବସ୍ଥା ଖରାପ ହେବାରୁ ସେ ଡାକ୍ତରଖାନା ଗଲେ। ସେଠାରେ ଜଣେ ଡାକ୍ତର ତାଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ କଥା କହିଲେ। ସେ କହିଲେ, ତୁମେ ଜୀବନକୁ ପୁରୁଣା ଧରଣର ଏକ ବାଲି ଘଡ଼ି ପରି ମନେକର। ସେ ବାଲି ଘଡ଼ିର ଏକ ଛୋଟ ଛିଦ୍ର ବାଟ ଦେଇ ବାଲିଗୁଡ଼ିକ ତଳ ଆଡ଼କୁ ଖସିଥାଏ ଏବଂ ଅନେକ ସମୟରେ ଉପର ଅଂଶରେ ଥିବା ବାଲି ତଳ ଅଂଶରେ ଯାଇ ଜମା ହୁଏ। ଘଡ଼ିର ଉପର ଅଂଶର ବହୁ ସଂଖ୍ୟକ ବାଲି କଣା ଥିଲେ ସୁଦ୍ଧା ତାହା ଗୋଟି ଗୋଟି କରି ସେହି ଛୋଟ ଛିଦ୍ର ବାଟ ଦେଇ ହିଁ ତଳକୁ ଖସିଥାନ୍ତି। ତୁମେ ଯେତେ ଚେଷ୍ଟା କଲେ ସୁଦ୍ଧା ସେହି ଛୋଟ ଛିଦ୍ର ବାଟ ଦେଇ ଗୋଟିକରୁ ଅଧିକ ବାଲି କଣା ପଡ଼ିବ ନାହିଁ। ଅଧିକ ବାଲିକଣା ପଡ଼ିବା ପାଇଁ ଚେଷ୍ଟା କଲେ ସେ ଘଡ଼ି ଖରାପ ହୋଇଯିବ। ତୁମେ, ମୁଁ ତଥା ଅନ୍ୟ ସମସ୍ତେ ଏମିତି ବାଲି ଘଡ଼ି ସହିତ ସମାନ। ସକାଳେ ଆମେ ଶେଯରୁ ଉଠିବା ପରେ ଆମ ପାଇଁ ହଜାର କାମ ଥାଏ ଏବଂ ସେହିଦିନ ହିଁ ଆମେ ସେସବୁ କାମ ସାରିଦେବା ପାଇଁ ଇଚ୍ଛା କରୁ। କିନ୍ତୁ ସେସବୁ କାମକୁ ଗୋଟିଏ ଗୋଟିଏ କରି ନ କଲେ ଏବଂ ଧୀରେ ଧୀରେ ତାହା ନ କଲେ ବ୍ୟର୍ଥ ଚିନ୍ତା ଯୋଗୁଁ ଆମେ ଆମର ଶରୀର ରୂପୀ ଘଡ଼ିକୁ ଖରାପ କରିଦେଉ। ଅନିଶ୍ଚିତ କାର୍ଯ୍ୟଭାର ଯୋଗୁଁ ଆମର ଶାରୀରିକ ଏବଂ ମାନସିକ ଅବସ୍ଥା ବ୍ୟବସ୍ଥିତ ହୋଇ ରହିବ ନାହିଁ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।